ରସି ଲଗେଇ ତମ ସମସ୍ତଙ୍କୁ ମୁଁ ଘରର ଘୋଡ଼ାରେ ପକେଇ ଦେବି। ନାଇଁ ବାବା ନାଇଁ, ରକ୍ଷଣୀର ଦୁର୍ଭାଗ୍ୟକୁ ମୋ ଭାଗ୍ୟ ସହିତ ଯୋଡ଼ି ମୁଁ ହତଭାଗିନୀ ହେବାକୁ ଚାହେଁନି। ମାରିଛୁ একদম মারিଛୁ। ଆରେ ମୋ କଥା ଟିକେ ଶୁଣ, ମୋ କଥା ଟିକେ ଶୁଣ। ସେ କୁଆଡ଼େ ଯିବ, କୋଉଠୁ ରହିବ, କାହା ପାଖରେ ରହିବ ସିଏ? ଦୁର୍ଭାଗ୍ୟର ବୋଝକୁ ସେ ନିଜେ ମୁଣ୍ଡେଇବ। ଚୁପଚାପ ତାର ବସେଇବ। ଆରେ ଚାଲ। ତୁ କାହିଁକି ଯାଉନୁ? ଯା। ମେଡିକାଲକୁ ଘରକୁ ଯିବାକୁ ରାସ୍ତା ଭୁଲି ଗଲୁ? ମତେ ଲାଗେ ମୋର ଯେମିତି ସବୁ ବାଟ ତମରି ଆଡ଼କୁ ବଢ଼ିଛି, ଆଉ ତମେ ପାଖରେ ଥିଲି ମୋର ସବୁ ବାଟ ସରିଯାଏ। ଦେଖିଲି ତ ଜୀବନ ରାସ୍ତାରେ ମୁଁ କେମିତି ଏକା ହେଇଗଲି। ଯୋଉମାନଙ୍କୁ ମୁଁ ବେଶୀ ନିଜର ବୋଲି ଭାବୁଥିଲି ସେମାନେ ସମସ୍ତେ କେମିତି ମତେ ଗୁଡ୍ ବାଇ କରି ଚାଲିଗଲେ। ମତେ ପ୍ରଶାନ୍ତ ଆସିଲେ ତମେ କାହିଁ ଭାବୁଛ ତମେ ଏକୁଟିଆ ବୋଲି? ମୁଁ ଅଛି, ତମ ଘରର ପୁରୁଣା ଚାକର। ମୋ ଭାଇକେ ମତେ ଏମିତି କାହିଁକି ଠକିଦେଲା ରେ ଦୟା? ପିଲାଟି ଦିନରୁ ମାଟା ମୋର ପାଗିଳି ହେଇଗଲା। ସମସ୍ତେ ମାର ହାତ ଧରି ବାଟ ଚାଲୁଥିଲା ବେଳେ ମତେ ମୋ ମାକୁ ଦେଖିଲେ କେତେବେଳେ କାନ୍ଦ ଲାଗୁଥିଲା ତ, ଆଉ କେତେବେଳେ ଡର ଲାଗୁଥିଲା। ଶେଷରେ ମତେ ଏକୁଟିଆ କରି କୁଆଡେ ଚାଲିଗଲା ଯେ ଆଉ ତାର ଦେଖା ନାହିଁ। ଯାହାକୁ ନିଜ ଜୀବନଠୁ ଅଧିକ ଭଲ ପାଇ ମୁଁ ବାହା ହେଲି, ସଂସାର କଣ ଜାଣିବା ପୂର୍ବରୁ ସେ ବି ମତେ ପର କରି ଚାଲିଗଲେ। ଆଉ କାହିଁକି ବଞ୍ଚିବି? କୋଉ ସୁଖ ପାଇଁ ମୁଁ ବଞ୍ଚିବି? ଏ ଦୟା, ତୁ ଗୋଟେ କାମ କର, ତୁ ମୋ ତଣ୍ଟି ଚିପି ମତେ ମାରିଦେ, ମତେ ଶେଷ କରିଦେ ଦୟା, ମାରିଦେ ମତେ। ଖୁସିରେ ରହିବାର ମାନେ ନୁହେଁ ସବୁ କିଛି ଠିକ୍ ଠାକ୍ ଚାଲିଛି। ଖୁସିରେ ରହିବାର ମାନେ ହେଉଛି ତମେ ଦୁଃଖକୁ ଗଳା ଧକ୍କା ଦେଇ ବଞ୍ଚିବା ଶିଖି ଯାଇଛ। ତମେ କାହିଁ ବଞ୍ଚୁଛ ଏକୁଟିଆ ବୋଲି? କାହିଁ ବଞ୍ଚୁଛ ଏକୁଟିଆ ବୋଲି? এই দেখুন ମୋ ପରିସ୍ଥିତି ମତେ କେମିତି ଧୋକା ମାରିଲା। ଏତେ ଜୋର ସେ ଧୋକା ମାରିଲା ଯେ ମୁଁ ସିଧା ଖୁସିର ହିମାଳୟରୁ ଖସି ପଡ଼ି ଦୁଃଖର ମହାପ୍ରଶାନ୍ତ ସାଗରରେ ମିଶିଗଲି। ସୁଖର ପଦ୍ମଫୁଲଟାକୁ ତୋଳିବାକୁ ମୁଁ ଯେତେ ଭିତରକୁ ଗଲି ପଦ୍ମ ସେତେ ଘୁଞ୍ଚି ଗଲା। ମୁଁ ଆଣ୍ଠୁଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ମୁଁ ଅଣ୍ଟାଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ମୁଁ ତଣ୍ଟିଏ ପାଣିକୁ ଗଲି, ପଦ୍ମ ଘୁଞ୍ଚିଲା। ଆଉ ଶେଷରେ ପାଣି ଭିତରେ ଉପୁଟୁକୁ ହେଇ ମୁଁ ଚିତ୍କାର କଲି, ବଞ୍ଚାଅ! ଆରେ କିଏ କୋଉଠି ଅଛ, ମତେ ବଞ୍ଚାଅ! ଆଉ ଠିକ ସେତିକି ବେଳେ ମୋ ଭାଗ୍ୟ କୋଳରେ ଠିଆ ହେଇ ମତେ କହିଲା, ଏ ନମିତା, ଦୁଃଖ ପରା ତୋ ଭାଗ୍ୟରେ ଲେଖା। ତମ ଭାଗ୍ୟରେ ଯଦି ଦୁଃଖ ଲେଖା, ତାହେଲେ ତମ ଦୁଃଖ ସହିତ ଯୋଡ଼ା ମୋ ପାପୁଲିର ଲେଖା। ଆମେ ଦି ଜଣ ସାଙ୍ଗ ହେଇ ଚାଲେ ନା, ସବୁ ଦୁଃଖ କୁଆଡ଼େ ପଳେଇଯିବ, ସବୁ ଦୁଃଖ କୁଆଡ଼େ ପଳେଇଯିବ। କେମିତି? ଗୋଟେ କଥା କହିଲେ ମାନିବ? ମୁଁ ହେଉଛି ମଣିଷର ପ୍ରଥମ ସବୁ। ମୋ ବୋଉ କହୁଥିଲା ମୋ ପାଖରେ ଗୋଟେ ମନ୍ତ୍ର ଅଛି, ସେ ମନ୍ତ୍ର ପଢ଼ିଲେ ସବୁ ଦୁଃଖ କୁଆଡ଼େ ପଳେଇଯିବ। ତମେ ମୋ ସାଙ୍ଗରେ ମୋ ଘରକୁ ଚାଲ। ତୋ ସାଙ୍ଗରେ ଯିବି? ହଁ। କୁଆଡ଼େ? ମୋ ଘରକୁ। ତୋ ଘରକୁ? ହଁ। ତୋ ଘରକୁ ଯିବାକୁ ମେଡିକାଲ ବିଲ୍ ପେମେଣ୍ଟ କରିଦେବେ। ହଁ, ମ୍ୟାଡମ ପାଇଁ ଆଉ ଗୋଟେ ମାର୍କେଟର ହୁଇଲ ଚେୟାର ମଗେଇଦେବେ। ଏଇ ମେଡିକାଲ ବିଲ୍ 2,60,000।
ମୁଁ ଦେଇ ତମେ ଏତେ କାମ କରିବ ଏଇଟା ପ୍ରାଇଭେଟ୍ ନର୍ସିଂ ହୋମ୍ ଟଙ୍କା ନଦେଲେ ଏମାନେ ଛାଡ଼ିବେନି ଗୋଡ଼ ଦିଟା ସିନା କାମ କରୁନି ଆଖି ଦିଟା ତ ଅଛି କିଡନୀ ଦିଟା ତ ଅଛି ସେଇଥିରୁ ଗୋଟାଏ ଦେଇଦେବି ସେମାନେ ମୋତେ ଛାଡ଼ିଦେବେ ହେଲା ଦେଖିଲ କେତେ ଟଙ୍କା ଦେଖ କାଗଜରେ ଗୋଟା ଅଛି 3 ଲକ୍ଷ ଟଙ୍କା ଏତେ ଟଙ୍କା ଏତେ ଟଙ୍କା ତୁ କୋଉଠୁ ଆଣିଲୁ ମୁଁ ଯୋଉ ପାଇଁ ଓହୋ ତମର ଏକା କିଡନୀ ଅଛି ଆଖି ଅଛି କହିଲେ କଣ ଆଖି ଦେଇଦେବି କିଡନୀ ଦେବି ତମେ ଏଇଟା ମୁଁ ସାଙ୍ଗେ ସାଙ୍ଗେ ବିଲ୍ ପେମେଣ୍ଟ କରିଦେବି ଅଛି ତମେ ଏଇଟା ଦୟା ଆରେ ମୋ କଥା ଟିକେ ଶୁଣି ଯା ଦୟା କୁଆଡ଼େ ଯିବି ଆମ ଅଭିନେତା ଆମ ଛାତିର ଦୁଃଖା ଧକ ବେଳି ତମେ ସେଠି କୁଆଡ଼େ ଯିବି କୁଆଡ଼େ ଯିବି ତମେ କେହି ଭାବୁଛ ତମେ ଏକୁଟିଆ ବୋଲି ମୁଁ କାହିଁକି ଏକା ହେବି ମୋ ସାଥିରେ ମୋ ଦୁଃଖ ଅଛି ମୋ ଲୁହ ଅଛି ବାସ୍ ସେ ଲୋ ଯେ ମଣିଷର ପ୍ରଥମ ଶକ୍ତି ମ୍ୟାଡ଼ାମ୍ ମୋ ପାଖରେ ଗୋଟେ ମନ୍ତ୍ର ଅଛି ତମେ ଯଦି ସେ ମନ୍ତ୍ର ପଢ଼ିବ ସବୁ ଦୁଃଖ କୁଆଡ଼େ ପଳେଇଯିବ ମାନିବ ମୋ କଥା ମାନିବ ସତରେ କ'ଣ ମୋ ଦୁଃଖ ଦୂରେଇଛି ମୋ ବୋଉ କହୁଥିଲା ଲୁହ ହସକୁ ଦବ ଆଉ ଦୁଃଖ ଖୁସିକୁ ଦବ ଚାଲ ଆମେ ସେ ଦୁଃଖ ଆଉ ଲୁହକୁ ବୁଡ଼େଇବା କେମିତି ହସିବା ଏତେ ଜୋରରେ ହସିବା ଯେ ସେ ଦୁଃଖ ଲୁହ ଆମ ପାଖରେ 100 ଯୋଜନ ଦୂରକୁ ପଳେଇବ ହସିବ ମୋ ସାଙ୍ଗରେ ହସିବ ହସୁନ ହସୁନ ଟିକେ ସମୟ ପରେ ମୋତେ ପ୍ରଶଂସା ମୋ ପାଇଁ ଟାଇମ୍ ଲାଗିବ ଏବେ ଦୁଇ ଟାଇମ୍ ଦେଖିବ ଦେଖ ଜଲ୍ଦି କଟେ ଗାଇବ ବିଚିତ୍ର ମୋର ଜଲ୍ଦି କଟେ ଦେଖିବ ଅଭାବର ପାଖକୁ ଆସିଲୁ ତାଳି ମାରିକି ଶୁଣିବୁ দুঃখ ভাবি নেই মৌন